କିଛି ବଜେଟ୍ ଫ୍ରେଣ୍ଡଲି ମଏଶ୍ଚରାଇଜର ଯୋଉଟା କି ଆପଣଙ୍କ ସ୍କିନ୍ ପାଇଁ ବହୁତ ଭଲ ଓ ପିମ୍ପଲ୍ସ କରିବନି। ଏଇଟା ଗୋଟେ ଫେସ୍ ମଏଶ୍ଚରାଇଜର ନୁହେଁ ଜାଣିବା ପରେ ବହୁତ ଲୋକ ମତେ ପଚାରୁଛନ୍ତି କିଛି ବଜେଟ୍ ଫ୍ରେଣ୍ଡଲି ଭଲ ମଏଶ୍ଚରାଇଜର କୁହନ୍ତୁ ଯାହା ଆମ ଫେସ୍କୁ ସୁଟ୍ ବି କରିବ ଆଉ ଆମ ପକେଟ୍ ଫ୍ରେଣ୍ଡଲି ବି ହବ। ତେଣୁ ମୁଁ ଆପଣଙ୍କ ପାଇଁ ଆଣିକି ଆସିଛି ଦିଟା ଭଲ ମଏଶ୍ଚରାଇଜର, କିନ୍ତୁ ଏହା କହିବା ଆଗରୁ ଜାଣି ନିଅନ୍ତୁ ଯେ ମଏଶ୍ଚରାଇଜର କୋଉ କାମରେ ଆସେ। ଫେସ୍ ୱାଶ କରିବା ପରେ ମୁହଁ ବହୁତ ଡ୍ରାଏ ଲାଗେ ଓ ବହୁତ ସଫା ମଧ୍ୟ ଦେଖାଯାଏ, କିନ୍ତୁ ଏହା ମାତ୍ର କିଛି ସମୟ ପାଇଁ। କାରଣ ଫେସ୍ ରେ ଥିବା ସେବାସିୟସ୍ ଗ୍ଲାଣ୍ଡ ଆଉ ଥରେ ଝାଳ ପ୍ରଡକ୍ସନ କରିବା ଷ୍ଟାର୍ଟ କରେ, ଯାହାକି ଫେସ୍ କୁ ଅଏଲି ଓ କଳା କରିଦିଏ। କିନ୍ତୁ ଫେସ୍ ୱାଶ କରିବାର ଜଷ୍ଟ ପରେ ଯଦି ଆମେ ମଏଶ୍ଚରାଇଜର ଲଗେଇ ଦଉଛେ ତାହେଲେ ଫେସ୍ ଆଉ ଏକ୍ସେସ୍ ସ୍ୱେଟ୍ ପ୍ରଡକ୍ସନ କରେ ନାହିଁ। କିନ୍ତୁ ଏମିତି ବହୁତ ମଏଶ୍ଚରାଇଜର ଅଛି ଯାହାକି ମୁହଁରେ ପିମ୍ପଲ୍ସ ଓ ଆକ୍ନେ କୁ ବଢାଇ ଦିଏ, ସ୍ପେସିଆଲି ଯଦି ଆପଣଙ୍କର ସ୍କିନ୍ ଟି ସେନ୍ସିଟିଭ ସ୍କିନ୍। ତେଣୁ ଏହି ଦୁଇଟି ମଏଶ୍ଚରାଇଜର ନିଶ୍ଚିତ ୟୁଜ କରନ୍ତୁ। ଗୋଟେ ହେଲା ସେଟାଫିଲ ମଏଶ୍ଚରାଇଜର, और ଯଦି ସେଟା ୟୁଜ କରିବାକୁ ଚାହୁଁନାହାନ୍ତି ତାହେଲେ ୟୁଜ କରନ୍ତୁ ଭ୍ୟାସଲିନ ର ହାୟର ଗ୍ଲୋ ମଏଶ୍ଚରାଇଜର। ଏ ଦିଟା ଏକ ବହୁତ ବଜେଟ୍ ଫ୍ରେଣ୍ଡଲି ଆଉ ଗୋଟେ ଟ୍ୟୁବ ବହୁତ ଦିନ ଧରି ଚାଲିଥାଏ, 3 ମାସରୁ ବି ଅଧିକା। ମଏଶ୍ଚରାଇଜର ଆପଣଙ୍କ ସ୍କିନ୍ କୁ ବେଟର ତ କରିବ, କିନ୍ତୁ ଆପଣଙ୍କୁ ସ୍କିନ୍ ଟ୍ୟାନିଂ ଓ ସନ୍ ପ୍ରୋଟେକ୍ସନ ନିଶ୍ଚିତ ଭାବେ ଆବଶ୍ୟକ। ସନ୍ ପ୍ରୋଟେକ୍ସନ ପାଇଁ ସମସ୍ତେ ସନସ୍କ୍ରିନ୍ ନିଶ୍ଚିତ ୟୁଜ କରୁଥିବେ, କିନ୍ତୁ ସନସ୍କ୍ରିନ୍ ଏକଲା କାମ ଦବ ନାହିଁ। ଆପଣ ଯଦି ଜାଣିବାକୁ ଚାହୁଁଛନ୍ତି ସନସ୍କ୍ରିନ୍ ସହିତ କଣ ୟୁଜ କଲେ ଟ୍ୟାନିଂ ବହୁତ ଜଲ୍ଦି ପଳାଏ, ତାହେଲେ କମେଣ୍ଟରେ ଲେଖନ୍ତୁ ଟ୍ୟାନ୍ ଓ ମୁଁ ଆପଣଙ୍କୁ କାଲି ସେଇ ପ୍ରଡକ୍ଟ ବିଷୟରେ କହିବି।